ମୁଁ ଆଜି ଗୋଟେ ହଳଦୀ ବାଡ଼ିରେ ବୁଲୁଛି। ଏଇ ହଳଦୀ ବାଡ଼ିରେ ବୁଲିଲେ ଗୋଟେ ବହୁତ ବଢ଼ିଆ ସ୍ମେଲ୍ ଆସୁଛି ଆଉ ବହୁତ ଭଲ ବି ଲାଗୁଛି। ଆପଣମାନେ ଏଇ ହଳଦୀ ପତ୍ରର ଉପକାରିତା ଜାଣିଛନ୍ତି କି? ହଳଦୀ ଭଳି ହଳଦୀ ପତ୍ରର ମଧ୍ୟ ଆଣ୍ଟିସେପ୍ଟିକ୍ ଭାଲ୍ୟୁସ୍ ରହିଛି। ଆଉ ହଳଦୀ ପତ୍ରକୁ ଆୟୁର୍ବେଦରେ ଆମର ପେଟ ରୋଗକୁ ଭଲ କରିବା, କୃମିକୁ ନଷ୍ଟ କରିବା ଏବଂ ଜଣ୍ଡିସରୁ ଉପଶମ ଦେବାରେ ୟୁଜ୍ କରାଯାଏ। ଆଜି ଆମେ ଏଇ ଉପକାରୀ ପତ୍ରରୁ ବନେଇବା ହଳଦୀ ପତ୍ର ପିଠା ବା ଯାହାକୁ କହନ୍ତି ଏଣ୍ଡୁରି। 2 ବାଉଲ୍ ବିରି ଆଉ 2 ବାଉଲ୍ ଚାଉଳକୁ ଓଭରନାଇଟ୍ ମୁଁ ଏଥିପାଇଁ ଭିଜେଇ ଦେଇଥିଲି। ସୋଦକୁ ମୁଁ ଶୁଖା କରିକି ଗ୍ରାଇଣ୍ଡିଙ୍ଗ କରିଦେଇଛି ଆଉ ମା ତାକୁ ବସିକି ଫେଣୁଛନ୍ତି। ୟାକୁ 10-15 ମିନିଟ୍ ଏମିତି ଫେଣେଇଲା ପରେ ଆମେ ଓଭରନାଇଟ୍ ଏଇ ସୋଦକୁ ରଖିଦେବା। ଆମେ ଏଥିରେ ଲୁଣ ପକେଇନେ ଆଉ ସବୁବେଳେ ମନେ ରଖିବେ ଏଣ୍ଡୁରି କଲାବେଳେ ବିରି ଆଉ ଚାଉଳର ରେସିଓ ସବୁବେଳେ 1:1 ନେବେ। ତାଦ୍ୱାରା ଏଣ୍ଡୁରି ପିଠା ନରମ ହେବ। ଗୋଟେ ଚାମଚରେ ଆମେ ସୋଦକୁ ଟେକି ନେବା। ଦେଖନ୍ତୁ ଆମର ସୋଦ ପୁରା ୱେଲ୍ ଫର୍ମେଟେଡ୍ ହେଇଯାଇଛି। ବର୍ତ୍ତମାନ ଏଇଟା ପିଠା ହେବା ପାଇଁ ପୁରା ରେଡ଼ି। ବାହାରେ ଯେହେତୁ 5-6 ଘଣ୍ଟା ରହୁଛି ସୋଦ, ସେଥିପାଇଁ ଆମେ ଆରମ୍ଭରୁ ଲୁଣ ପକେଇନେ, ନହେଲେ ଆମ୍ବିଳି ହେଇଯିବ। ଏବେ ଆମେ ଏଥିରେ ଲୁଣ ଆଡ଼୍ କରିଦେବା। ଏବେ ଆମେ ଏଇ ଲୁଣକୁ ସୋଦ ସାଙ୍ଗରେ ଭଲ ଭାବରେ ଗୋଳେଇକି ମିଶାଇଦେବା। ଆମ ସୋଦ ତ ଏବେ ପିଠା ହେବା ପାଇଁ ପୁରା ରେଡ଼ି ହେଇଗଲା। ଆମେ ଏଇ ସମୟ ଭିତରେ କରି ନେଇଛେ ନଡ଼ିଆର ଗୋଟେ ପୁର, ନଡ଼ିଆ, ଅଦା ଛେଚା ଆଉ ଗୁଣ୍ଡ ଗୁଡ଼କୁ ନେଇକି ମୁଁ ଏଇଟା କରିଛି। ଏହାର ପୁରା ରେସିପିଟା ଆପଣ ମୋର ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେବି, ସେଥିରୁ ଦେଖିପାରିବେ। ଆମ ଘରେ ଯେହେତୁ ଡାଇବେଟିକ୍ ରୋଗୀ ଅଛନ୍ତି, ସେଥିପାଇଁ ମୁଁ ତାଙ୍କ ପାଇଁ ଭେଜିଟେବୁଲ୍ସ ପୁର ବନେଇଛି। ଡେସ୍କ୍ରିପସନ୍ ଲିଙ୍କ୍ରେ ଆପଣ ଏଇଟା ଚେକ୍ କରିପାରିବେ। ପିଠା କରିବା କିଛି ସମୟ ପୂର୍ବରୁ ହଳଦୀ ପତ୍ରକୁ ଭଲ ଭାବରେ ଧୋଇ ନେଇଥିଲି। ତାକୁ ଏମିତି କାଟି ନେଇଛି। ବଡ଼ ପତ୍ର ହେଲେ ଆପଣ ମଝିରୁ 2 ଫାଳ କରିଦେବେ ଆଉ ତାର ଅଗ ଆଉ ମୂଳରୁ ଟିକେ ଟିକେ କାଟିଦେବେ। ସାନ ପତ୍ର ହେଲେ ଖାଲି ଅଗରୁ ଆଉ ମୂଳରୁ ଟିକେ ଟିକେ କାଟିଦେବେ, ହେଇଯିବ। ଏବେ ଆମେ ପତ୍ର ରଖିଲେ ଏମିତି ଆଉ ତା ଉପରେ ସୋଦକୁ ଏମିତି ଦେଇଦେଲେ। ତା ମଝିରେ ଏବେ ଆମେ ପୁରକୁ ଦେବା। ମନେ ରଖିବେ ପତ୍ରକୁ ସବୁବେଳେ ଶୁଖେଇବେ। ନ ଶୁଖେଇଲେ ପାଣି ଲାଗିଥିଲେ ପତ୍ର ଏଣ୍ଡୁରି ଭଲରେ ଛାଡ଼ିବନି। ତାପରେ ଆମେ ଏମିତି ପୁର ଦେଇକି ଏଣ୍ଡୁରିକି ଟିକେ ଦୁଇ ପଟରୁ ଇଏ କରିକି ପ୍ରେସ୍ କରିଦେଲେ ବାସ୍। ଦେଖିବେ ବେଶୀ ଚାପିବେନି, ନହେଲେ ବାହାରି ଆସିବ ସୋଦ ବାହାରକୁ। ଧୀରେ ସେମିତି ଲଗେଇ ନେବେ। ଏମିତି ଆମେ କିଛି ପିଠା ବନେଇଦେବା। ଦେଖନ୍ତୁ କିଛି ପିଠା ମୁଁ ଏମିତି ବନେଇକି ରଖିଦେଲି। ଆପଣ ଏସବୁକୁ ଷ୍ଟିମରରେ ରଖିପାରିବେ ବା ଇଟିଲି ଚାଞ୍ଚରେ ରଖିପାରିବେ। ମୁଁ କିନ୍ତୁ ଗୋଟେ ବାଉଲରେ ପାଣି ନେଇଗଲି ଆଉ ପାଣିର ଲେବୁଲ୍ ଏଇଭଳି ରଖିଲି। ତା ଉପରେ ଗୋଟେ ଛଣା ରଖିଦେଲି ଆଉ ଛଣାରେ ମୋର ଗୋଟେ ଷ୍ଟାଣ୍ଡ ଭଳି ତଳେ ଅଛି 2ଟା ଛୋଟ ଛୋଟ। ଦେଖନ୍ତୁ ତ ସିଏ ଯେମିତି ପାଣିକୁ ଟଚ୍ ନ କରିବ, କାରଣ ସେଇଟା ଟଚ୍ କଲେ ପିଠା ଉପରକୁ ପାଣି ଆସିଯିବ। ଏଇଟା ଆମର ସେଟିଂ ହେଇଗଲା। ବର୍ତ୍ତମାନ ୟା ଉପରେ ଆମେ ପିଠାକୁ ବସେଇଦେବା। ପିଠାକୁ ସାଇଜ୍ କରିକି ଆମେ ରଖିଦେବା। ଦେଖିବା ଓଭରଲୋଡ଼ିଂ କରିବାନି, ନାଇଁ ତ ପିଠା ଉପରେ ପିଠା ଲାଗିକି ତାର ସେପ୍ ଚେଞ୍ଜ ହେଇଯିବ। ଲକ୍ଷ୍ୟ ରଖିବେ ଛଣା ଆଉ ତଳ ପାତ୍ର ଭିତରେ ଯେମିତି ଗ୍ୟାପ୍ ରହିବନି। ଏବେ ଗୋଟେ ଘୋଡ଼ଣୀକୁ ଉପରେ ଘୋଡ଼େଇ ଦେବା। ଲୋ ଫ୍ଲେମ୍ରେ 7-8 ମିନିଟ୍ ସିଝିଲା ପରେ ଏବେ ଘୋଡ଼ଣୀକୁ କାଢ଼ି ନେବା। ଏବେ ଦେଖନ୍ତୁ ଆମର ପିଠା ପ୍ରାୟ ରେଡ଼ି ହେଇଯାଇଛି। ଏବେ ଆମ ଘରଟା ପୁରା ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି। ବହୁତ ବଢ଼ିଆ ଲାଗେ ୟାର ବାସ୍ନା, ଖାଇବାକୁ ବି ବହୁତ ଟେଷ୍ଟି ଲାଗେ। ଏଣ୍ଡୁରି ପିଠାକୁ ଏବେ ଛଡ଼େଇ ଦେଖାଉଛି କେତେ ସଫ୍ଟ ବନିଛି। ପୁର ବି ଭଲ ଭାବରେ ମଝିରେ ରହିଯାଇଛି। ଏବେ ଖାଇବା ପାଇଁ ରେଡ଼ି ହେଇଗଲା ସୁନ୍ଦର ସୁଗନ୍ଧଯୁକ୍ତ ସ୍ୱାଦିଷ୍ଟ ନରମ ଏଣ୍ଡୁରି ପିଠା। ଇଏ ତ ଥିଲା ମୋର ଏଣ୍ଡୁରି ପିଠା ବନେଇବାର ଷ୍ଟାଇଲ୍। ଆପଣମାନେ କେମିତି ଏଣ୍ଡୁରି ପିଠା ବନାନ୍ତି ମୋତେ କମେଣ୍ଟସ୍ କରି ଜଣାଇ ପାରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।